ନରମ ନରମ ଗରମ ଗରମ ଏମିତି ରୁଟି ଆଜି ମୁଁ ଆପଣଙ୍କୁ ଦେଖେଇବି। ଏତେ ସଫ୍ଟ ଏତେ ନରମ, ତା ସହିତ ଆପଣ ଖାଲିରେ ବି ରଖିଲେ ମଧ୍ୟ ସେଟା ଟାଣ ହବ ନାହିଁ। କୌଣସି ରାଜ ନାହିଁ କିମ୍ବା କୌଣସି ଉପାୟ ନାହିଁ। କେବଳ ଗୋଟିଏ ଜିନିଷ କରି ଦେଖନ୍ତୁ, ରୁଟି ଆପଣଙ୍କର ବହୁତ ବଢିଆ ଭାବରେ ସଫ୍ଟ ନରମ ଆଉ ମୁଲାୟମ ଲାଗିବ। ତ ପ୍ରଥମେ ଆପଣଙ୍କୁ କରିବାର ଅଛି ଫ୍ରେଣ୍ଡ, ଏଇଠି ନେଇଯିବାର ଅଛି ଅଟା। ଏଇଠି ମୁଁ ନର୍ମାଲ ଅଟା ନେଇଛି, ଯୋଉଟା ଘରେ ୟୁଜ କରନ୍ତି ସମସ୍ତେ, ସେଇ ଅଟା ନେଇଛି। ଏଇଠି ସ୍ୱାଦ ଅନୁସାରେ ମୁଁ ଅଧ ଚାମଚ ଲୁଣ ଦେଇଦେଇଛି। ଆପଣ ଯଦି ଅଟାର କ୍ୱାଣ୍ଟିଟି ଅଧିକ ନେଉଛନ୍ତି ତ ଆପଣ ଅଧିକ କ୍ୱାଣ୍ଟିଟିରେ ଟିକେ ଅଳ୍ପ ବେଶୀରେ ଲୁଣ ଦେଇଦେବେ। ଯଦି ଅଳ୍ପ କ୍ୱାଣ୍ଟିଟି ନେଉଛନ୍ତି ତ ପିଞ୍ଚ ଭରେ ଲୁଣ ଦେଇଦେବେ। ଏଠି ଫ୍ରେଣ୍ଡ ପାଣିର କ୍ୱାଣ୍ଟିଟି ମୁଁ ଆପଣଙ୍କୁ କହିବିନି, କାହିଁକି ନା ବହୁତ ଲୋକ ଅଳ୍ପ ଅଳ୍ପ କରନ୍ତି କିମ୍ବା ବହୁତ ଲୋକ ବହୁତ ସାରା ଅଟା ଏଠି ରୁଟି ବନାନ୍ତି। ତେଣୁକରି ଫ୍ରେଣ୍ଡ ଆପଣଙ୍କୁ ପାଣିର କ୍ୱାଣ୍ଟିଟି ମ୍ୟାନେଜ ରଖିକି ଅଳ୍ପ ଅଳ୍ପ ଦେଇକି ଆପଣଙ୍କୁ ଏଠି ଚକଟିବାର ଅଛି। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ସ୍କ୍ରିନ ସାମ୍ନାରେ ମୁଁ ଏଠି ଅଳ୍ପ ଅଳ୍ପ ପାଣି ଦଉଛି। ପାଣି ଦେଇକି ଏଠି ମୁଁ ଚକଟି ଚାଲିଛି। ତା ପୂର୍ବରୁ କହି ରଖିବି ଫ୍ରେଣ୍ଡ, ଆପଣ ଆସିଯାଇଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ। ସିକ୍ରେଟ ଫୁଡି ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ଆପଣଙ୍କୁ ଏଠି ମିଳିଥାଏ। ଯଦି ଯେକୌଣସି ଭିଡିଓରେ ଆପଣ ସ୍କିପ୍ କରି ଯାଉଛନ୍ତି ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ବୋନସ ପଏଣ୍ଟ, ତ ଏହି ଭିଡିଓରେ ବି ମଧ୍ୟ ଆପଣ ଦେଖିପାରିବେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ବୋନସ ପଏଣ୍ଟ ଅନଲିମିଟେଡ ଆପଣଙ୍କୁ ଏଠି ମିଳୁଛି। ଆପଣ ଯଦି ମୋର ପ୍ରତ୍ୟେକଟି ଭିଡିଓ ଟଚ୍ କରିକି ଦେଖିବେ, ଚ୍ୟାନେଲକୁ ଯାଇକି, ତ ବହୁତ ସାରା ନୂଆ ନୂଆ ରେସିପି ଏମିତି ଅଛି ଯୋଉଟା କି କେବଳ ଆପଣ ଆଗରୁ ଶୁଣି ନଥିବେ ନା ଜାଣି ନଥିବେ। ତ ନିହାତି ଯାଇକି ଫ୍ରେଣ୍ଡ ଚ୍ୟାନେଲକୁ ଭିଜିଟ କରିଦିଅନ୍ତୁ। ବହୁତ ସାରା ଆପଣଙ୍କ ପାଇଁ ନୂଆ ନୂଆ ରେସିପି ଆଣୁଛି, ଆଉ ଆପଣଙ୍କର ଡିମାଣ୍ଡ ହିସାବରେ ମୁଁ ରେସିପି ଏଠି ଅପଲୋଡ କରି ଚାଲିଛି। ତ ନିହାତି ଭାବରେ ଫ୍ରେଣ୍ଡ ଏଠି ଦେଖି ଚାଲନ୍ତୁ। ଦେଖନ୍ତୁ ଫ୍ରେଣ୍ଡ, କଥାରେ କଥାରେ ରୁଟିଟା ଆମେ ବହୁତ ବଢିଆ ଭାବରେ ଚକଟି ଦେଇଛୁ। ଅଟାଟା ପୁରା ସଫ୍ଟ ନରମ ହେଇଯାଇଥାଏ। ତ ଫ୍ରେଣ୍ଡ, ଏଇଠି ସିକ୍ରେଟ ଟିପ୍ସ ନମ୍ବର 1, ମାନେ ଆପଣ ଏଇଟା ଭାବି ପାରୁଥିବେ ଏଇଟା ବୋନସ ପଏଣ୍ଟ ବି ମଧ୍ୟ ଆପଣଙ୍କ ପାଇଁ। ଯଦି ଆପଣ ଚାହୁଁଛନ୍ତି ରୁଟିଟା ଆମର ବହୁତ ସଫ୍ଟ ହଉ, ତ ଆପଣ ଏଇଠି ପାଣି ବଦଳରେ ଟିକେ ଗରମ ପାଣି ମଧ୍ୟ ଏଇଠି ଦେଇପାରିବେ। ଗରମ ପାଣି ଦେବେ, ପୁରା ତତଲା ପାଣି ଦେବେନି, ନର୍ମାଲ ଗରମ ପାଣି ଦେଇପାରିବେ। ଯଦି ଆପଣ ଗରମ ପାଣି ଦେବାକୁ ଚାହୁଁନାହାନ୍ତି, ପୁରା ଚାହୁଁଛନ୍ତି ଆପଣ ତୁଳା ପରି ସଫ୍ଟ ନରମ ହବା ପାଇଁ, ତ ତାର ବୋନସ ପଏଣ୍ଟ 2 ମାନେ ସେକେଣ୍ଡ ଟିପ୍ସ ମୁଁ ଆପଣଙ୍କୁ ଏଇଠି ଆଗକୁ ଦେଇ ଚାଲିବି। ତେଣୁକରି ବିନା ସ୍କିପ୍ କରି ନ ଦେଖିଲେ ପ୍ରତ୍ୟେକଟି ପଏଣ୍ଟ ଆପଣ ଏଇଠି ବୁଝିପାରିବେ ଆଉ ଜାଣିପାରିବେ। ଯଦି ଆପଣ ସ୍କିପ୍ କରି ଦେଖୁଛନ୍ତି ତ ବହୁତ ସାରା ଜିନିଷ ଆପଣ ଏଇଠି ମିସ୍ କରି ଯାଉଥିବେ। ତେଣୁକରି ଫ୍ରେଣ୍ଡ, ଆପଣ ସ୍କିପ୍ କରନ୍ତୁନି ଟିପ୍ସ ନମ୍ବର ବୋନସ ପଏଣ୍ଟ ନମ୍ବର 2 କୁ ଶୁଣିବାକୁ ଯଦି ଚାହୁଁଛନ୍ତି। କଥାରେ ଦେଖନ୍ତୁ, ମୁଁ ଏଇଠି ଗୁଳାଟିଏ ବହୁତ ବଢିଆ ଭାବରେ ବନେଇ ନେଇଛି। ଗୁଳାକୁ ଆମେ ଏହିପରି ଭାବରେ ଟିକେ ଟିକେ କରିକି ଚାପିଦବା ଆଉ ବହୁତ ବଢିଆ ଭାବରେ ବେଲିଦବା। ଫ୍ରେଣ୍ଡ, ଆପଣ ଯେମିତି ବେଲିବାକୁ ଚାହୁଁଛନ୍ତି ବେଲି ପାରିବେ। ବହୁତ ଲୋକ କିଛିଟା ମୋଟା ବେଲନ୍ତି, ତ ବହୁତ ଲୋକ ପତଲା ବେଲନ୍ତି, କିମ୍ବା ବହୁତ ଲୋକ ମିଡିୟମ ବେଲନ୍ତି। ତ ରୁଟି ତ ଏଇଠି ସମସ୍ତଙ୍କର ଗୋଲ ହୁଏ ନାହିଁ। ତ ଏଇଠି କୌଣସି ପ୍ରକାର ସମ୍ଭବ ନାହିଁ ରୁଟି ଗୋଲ ହବା, ମୋଟା ହବା କିମ୍ବା ପତଲା ହବା। ଆପଣ ଯେକୌଣସି ଯେମିତି ବି ଆପଣ ଖାଉଛନ୍ତି ଠିକ ସେଇପରି ଭାବରେ ବେଲନ୍ତୁ। ତ ଫ୍ରେଣ୍ଡ, ଏଇଠି ଆପଣଙ୍କୁ ସିକ୍ରେଟ ମାନେ ବୋନସ ନମ୍ବର 2 ମୁଁ ଏଇଠି ଆପଣଙ୍କୁ ବତେଇ ଦେବାକୁ ଚାହୁଁଛି। ଆପଣ ଯଦି ଚାହୁଁଛନ୍ତି ରୁଟିଟା ଆହୁରି ମଧ୍ୟ ସଫ୍ଟ ମୁଲାୟମ ହବା ପାଇଁ, ତ ଆପଣ ଛେନାର ପାଣି ଏଇଠି ଦେଇପାରିବେ। ଯେତେବେଳେ ଆପଣ ଛେନା ଛିଣ୍ଡଉଛନ୍ତି କିମ୍ବା ଛେନା ଏଇଠି କରୁଛନ୍ତି, ତାର ଯୋଉ ଏକ୍ସେସ ପାଣି ଗୁଡାକ ରହିଯାଇଥାଏ, ସେଇ ପାଣି ଦେଇକି ଆପଣ ଏଠି ଚକଟି ପାରିବେ। ଯାହା ଦ୍ୱାରା ଆମର ରୁଟିଟା ବହୁତ ବଢିଆ ଭାବରେ ନରମ ହବ ଆଉ ବଢିଆ ଭାବରେ ଟେଷ୍ଟ ମଧ୍ୟ ଲାଗିବ। ଫ୍ରେଣ୍ଡ, ବୋନସ ନମ୍ବର 3 ମାନେ ସିକ୍ରେଟ ଟିପ୍ସ ନମ୍ବର 3 କୁ ଆପଣଙ୍କୁ ଯିବାକୁ ହେଲେ ବହୁତ କିଛି ଜିନିଷ ଆପଣଙ୍କୁ ଏଠି ମିସ୍ ନ କରିବାକୁ ପଡିବ। ଯଦି ଆପଣ ମିସ୍ କରି ଯାଉଛନ୍ତି, ବହୁତ କିଛି ଜିନିଷ ଏଠି ସ୍କିପ୍ କରି ଯିବେ। ପଏଣ୍ଟ ୱାଇଜ ଆପଣଙ୍କୁ ମୁଁ ଏଠି ବତଉଛି, ଗୋଟେ ପଏଣ୍ଟ ବତଉଛି। ଯଦି ଆପଣ ଟିକେ ବି ସ୍କିପ୍ କରିବେ ତ ସବୁ ମିସ୍ କରିବେ। ତେଣୁକରି ବିନା ସ୍କିପ୍ କରି ଦେଖି ରୁହନ୍ତୁ, ତାକି ଆପଣ ବି ବହୁତ ସାରା ନୂଆ ନୂଆ ଜିନିଷ ଶିଖିବେ ଆଉ ଜାଣିପାରିବେ। ଦେଖନ୍ତୁ ଫ୍ରେଣ୍ଡ, ଆମେ ଏଇଠି ରୁଟି ତାୱା ଦେଇଦେଇଛେ। ତାୱା ଏଇଠି ଆମର ବହୁତ ବଢିଆ ଭାବରେ ଗରମ ହେଇଗଲାଣି। ଏଇଠି ଆମେ ଫ୍ଲେମ ରଖିଛେ ହାଇ, ମାନେ ଗ୍ୟାସକୁ ମୁଁ ଏଇଠି ଦେଇଦେଇଛି ଫୁଲ ରେ। ଆଉ ଏଇଠି ଆମର ରୁଟିଟା ବହୁତ ବଢିଆ ଭାବରେ ଗୋଟେ ପରସ୍ତ ସିଝି ଗଲାଣି। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ଉପରକୁ ମଧ୍ୟ ଏଇ ଭାବରେ ବବଲ୍ସ ଆସିଛି, ମାନେ ସିଝିକି ବହୁତ ବଢିଆ ଭାବରେ ଏଠାରେ ଫୁଲିଛି। ଇଏ ଦେଖନ୍ତୁ ଫ୍ରେଣ୍ଡ, ଆମେ ଆରପଟକୁ ମଧ୍ୟ ବୁଲେଇଦବା। ଏହିପରି ଭାବରେ ବୁଲେଇ ଦେଇକି ଟିକେ ଆମେ ତାୱାରେ ଏମିତି ଭାବରେ ପିଥିପାତିଆରେ ଆମେ ଟିକେ ଭାବରେ ଚାପିଦବା। ଫ୍ରେଣ୍ଡ, ଏଇଠି ବହୁତ ଜଣଙ୍କର କଣ କରନ୍ତି, ପିଥିପାତିଆରେ କରନ୍ତିନି, ଚିମୁଟାରେ ଧରିକି ରୁଟି କରନ୍ତି। ତ ସେଟା ବି କେମିତି କରିବେ ମୁଁ ଆପଣଙ୍କୁ ଆଗକୁ ଗଲେ ଶିଖେଇଦେବି। ତେଣୁକରି ବିନା ସ୍କିପ୍ ନ କରିକି ଦେଖି ରୁହନ୍ତୁ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ବହୁତ ବଢିଆ ଭାବରେ ୟାକୁ ଏହିପରି ଭାବରେ ଗ୍ୟାସ ଉପରକୁ ରୁଟିଟା ଆଣିଛି ଭାରି। ଫ୍ରେଣ୍ଡ, ଆପଣଙ୍କର ଏଇଠି ବୋନସ ମାନେ ସିକ୍ରେଟ ଟିପ୍ସ ନମ୍ବର 3 ହଉଛି, ଯଦି ଆପଣଙ୍କର ତାୱାର କିଛିଟା ବେଣ୍ଟ ଭାଙ୍ଗି ଯାଇଛି, ତ ଆପଣ ଏଇଠି କଣ କରିବେ,
ରୁଟି କରୁଛନ୍ତି ତ ତାକୁ ତ ଆପଣ କପଡାରେ ଧରି ପାରିବେ ନାହିଁ, କପଡା ତାତିଯିବ। ତେଣୁକରି ଏହିପରି ଭାବରେ ଗୋଟେ ସାଇଡରେ ରୁଟିର ରଖିଥିବା ତାୱାରେ ଆପଣ ଦେଇଦିଅନ୍ତୁ ପିଠାପାତିଆ, ଆଉ ଗୋଟେ ସାଇଡରେ ଆପଣ ଏହିପରି ଭାବରେ ଛାଞ୍ଚ ଦେଇଦିଅନ୍ତୁ, ଯାହା ଦ୍ୱାରା ଆମେ ରୁଟି ସେକା ଶିଖୁଥାଉ। ତେଣୁକରି ଫ୍ରେଣ୍ଡ ଏହିପରି ଆପଣ ଦେଇପାରିବେ, ବହୁତ ଇଜିଲି ଆପଣ କରିପାରିବେ। ଏବେ ଦେଖନ୍ତୁ ଫ୍ରେଣ୍ଡ ଆମେ ସେକେଣ୍ଡ ରୁଟିଟି ଦେଇଦେଇଛି, ଆଉ ସେକେଣ୍ଡ ରୁଟି ବି ଆପଣ ଦେଖିପାରୁଥିବେ ବହୁତ ବଢିଆ ଭାବରେ ସିଝି ଯାଇଛି। ଆପଣଙ୍କୁ ଧ୍ୟାନ ଦେବାର ଅଛି ଫ୍ରେଣ୍ଡ, ଫ୍ଲେମ୍ କୁ ପୁରା ହାଇ କରନ୍ତୁ, ଏଇଠି ଲୋ କରନ୍ତୁ ନାହିଁ। ଗରମ ଗରମ ତାୱାରେ ଏଇଠି ରୁଟି ପକାନ୍ତୁ। ଆପଣଙ୍କର ରୁଟି ଯେକୌଣସି ପ୍ରକାର ବନିଥାଉ ନା କାହିଁକି, ମୋଟା ପତଲା କିମ୍ବା ଯେକୌଣସି ତେର୍ଛା ବନିଥାଉ ନା କାହିଁକି, ଖାଇବାରେ ବହୁତ ବଢିଆ ଭାବରେ ସଫ୍ଟ ଲାଗିବ। ଯେମିତିକି ଲାଗିବ ଆପଣ ଏଠୁ ଢାବାରୁ ରୁଟି ଆଣିକି ଖାଉଛନ୍ତି। ଫ୍ରେଣ୍ଡ ଏଇଟା ବହୁତ ବଢିଆ ଭାବରେ ଲାଗିଥାଏ, ବହୁତ ସଫ୍ଟ ଲାଗିଥାଏ। ଆପଣ ଏଇ ରୁଟିକୁ ମଧ୍ୟ 2 ଦିନ ରଖିପାରିବେ ଯଦି ଆପଣ ଚାହିଁବେ। ଫ୍ରେଣ୍ଡ ଏ ରୁଟିକୁ ଆପଣ ଗୋଟେ ଦିନ ବନେଇକି ଖାଇଲେ ତାର ସେକେଣ୍ଡ ଦିନ ଆପଣ ଯଦି ଫ୍ରିଜରେ ବି ରଖିବେ ତ ସେଟା ବି ହାର୍ଡ ହବନି, ଏହିପରି ଭାବରେ ସଫ୍ଟ ମଧ୍ୟ ରହିବ। ଆଉ ଏଇ ରୁଟିରୁ ଆପଣ ବହୁତ ପ୍ରକାର ବିଭିନ୍ନ ପ୍ରକାର ଆଇଟମ ବନେଇ ପାରିବେ। ବାସି ରୁଟି, ବଳକା ରୁଟିରୁ, ଯାହାର କି ରେସିପି ମୁଁ ଆପଣଙ୍କୁ ଆଗରୁ ଅପଲୋଡ କରିଛି, ମାନେ ଆଗରୁ ଆପଣଙ୍କ ସହିତ ସେୟାର କରିଛି। ଯଦି ଆପଣ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଜଲ୍ଦି ଯାଇକି ଦେଖି ନିଅନ୍ତୁ। ବଳକା ରୁଟି, ବାସି ରୁଟିରୁ କଣ କଣ ଆପଣ ବନେଇ ପାରିବେ, ଛୁଆମାନଙ୍କୁ ମଧ୍ୟ ଟିଫିନ ଦେଇପାରିବେ, ଯୋଉଟା କି ଆପଣଙ୍କ ପାଇଁ ହେଲ୍ଦି ବି ମଧ୍ୟ ହେଇଯିବ। ଦେଖନ୍ତୁ ଫ୍ରେଣ୍ଡ କଥାରେ କଥାରେ ମୁଁ ଏଇଠି ରୁଟି କରି କରି ଯାଉଛି। ଏଇଠି ଆମର ହେଇଗଲାଣି 3ଟି ରୁଟି। ଏଇଠି ଫ୍ରେଣ୍ଡ ମୁଁ ଆପଣଙ୍କୁ ଜଣେଇବାକୁ ଚାହୁଁଛି, ମାନେ ଦେଖିବାକୁ ଚାହୁଁଛି କି ଯଦି ଆପଣ ପିଠାପାତିଆ ୟୁଜ କରୁନାହାନ୍ତି, ବିନା ପିଠାପାତିଆରେ କେମିତି ବନେଇବେ ଆପଣ ରୁଟି। ବହୁତ ଲୋକ ଫ୍ରେଣ୍ଡ ପିଠାପାତିଆ ୟୁଜ କରନ୍ତିନି, ତ ଆପଣ ଏହିପରି ଭାବରେ ଚିମୁଡା ନେଇପାରିବେ, ଯୋଉଟା କି ବହୁତ ସହଜ, ବହୁତ ଇଜିଲି ଆପଣଙ୍କୁ ମାର୍କେଟରୁ ମିଳିଯାଏ। ତାର ଷ୍ଟାର୍ଟିଂ ପ୍ରାଇସ୍ ଆପଣଙ୍କୁ 20ରୁ ଆରମ୍ଭ ହେଇଯିବ, 15ରୁ 20 ଟଙ୍କାରେ ଆପଣ ଏହିପରି ଭାବରେ କିଣିପାରିବେ। ତ ବହୁତ ସାରା କାମରେ ବି ମଧ୍ୟ ଏଇଟା ଚିମୁଟା ଆପଣଙ୍କର ଲାଗିଯିବ। ଦେଖନ୍ତୁ ଫ୍ରେଣ୍ଡ ଏଇଟା ଆମର ରୁଟି ପାଇଁ କେବଳ ଆସିଥାଏ। ଆପଣ କିନ୍ତୁ ଚାହିଁଲେ ଫ୍ରେଣ୍ଡ ବହୁତ ପ୍ରକାର ଆଇଟମରେ ଏଠାରେ ୟୁଜ କରିପାରିବେ, ଯୋଉଟା କି ମୁଁ ଆପଣଙ୍କୁ ଦେଖେଇଛି ବହୁତ ସାରା ଭିଡିଓରେ। ତ ଆପଣ ନିହାତି ଭାବରେ ଫ୍ରେଣ୍ଡ ଟ୍ରାଏ କରିବେ। ଏହିପରି ଭାବରେ ଚିମୁଟାରେ ଆପଣ ରୁଟି ଥରେ ବନେଇକି ଦେଖନ୍ତୁ, ରୁଟି ବହୁତ ବଢିଆ ଭାବରେ ଫୁଲିଥାଏ ମଧ୍ୟ। ଆଉ ଆପଣଙ୍କୁ ଏଇଠି ଯେମିତି ଆପଣ ଚାପୁଛନ୍ତି ରୁଟିଟାକୁ, ଚାପିବାକୁ ବି ମଧ୍ୟ ଦରକାର ପଡିନଥାଏ। ଇଜିଲି ଚିମୁଟାରେ ଧରିକି ଆପଣ ଏହିପରି ଭାବରେ ଉଠେଇ ପାରିବେ। ଇଏ ଦେଖନ୍ତୁ ଫ୍ରେଣ୍ଡ ବହୁତ ସହଜରେ ଏଇଠି ଆପଣଙ୍କର ରୁଟି ବନି ଯାଉଛି। ଆଉ ଏ ରୁଟି ଖାଇବା ବି ମତେ ବହୁତ ଟେଷ୍ଟ ଲାଗିଥାଏ। ଯେମିତି କି ଦାଗ ଆପଣ ଯେତେବେଳେ ପିଠାପାତିଆରେ ବୁଲାନ୍ତି, ଦେଖନ୍ତୁ କି ରୁଟିରେ କିଛିଟା ଦାଗ କିମ୍ବା ଦେଇ ଜଣା ପଡିଯାଏ କି ଆମେ ପିଠାପାତିଆରେ ବୁଲେଇଛି, ଟିକେ ଦାଗ ଦାଗ ରହିଯାଇଥାଏ। ତ ଆପଣ ଏଇପରି ଚିମୁଟାରେ ବୁଲେଇଲେ ଦାଗ ବି ମଧ୍ୟ ଏଇଠି ଆପଣଙ୍କୁ ଜଣା ପଡିବ ନାହିଁ। ଦେଖନ୍ତୁ ଫ୍ରେଣ୍ଡ କଥାରେ କଥାରେ ଆମେ ସବୁ ତକ ରୁଟି ଏଇ ଭାବରେ ବନେଇ ଦେଇଛୁ। ଆପଣ ଚିମୁଟା କିମ୍ବା ପିଠାପାତିଆରେ ବନେଇ ପାରିବେ। ବିନା ପିଠାପାତିଆରେ କେମିତି ବନେଇବେ ରୁଟି ମୁଁ ଆପଣଙ୍କୁ ଏଠି ଜଣେଇଦେଲି। ଆଇ ହୋପ ଆପଣଙ୍କୁ ଏଇ ଟ୍ରିକ୍ସଟି ଭଲ ଲାଗିଥିବ, ଟିପ୍ସଟି ଭଲ ଲାଗିଥିବ। ବହୁତ ଇଜିଲି ଆପଣ କେମିତି ବନେଇ ପାରିବେ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ରୁଟିଟାକୁ ମୁଁ ସବୁତକ ରଖିଦେଇକି 5 ମିନିଟ୍ ପାଇଁ ଘୋଡେଇକି ଆପଣ କଭର କରିଦେବେ। 5 ମିନିଟ୍ ପରେ ଆପଣ ଏଇଠି ମୁଁ ଦେଖୁଛି ଆପଣଙ୍କୁ ରୁଟିଟା ଆମର ଏତେ ସଫ୍ଟ, ଏତେ ମୁଲାୟମ ଅଛି। ତାକୁ ଆପଣ ଏହିପରି ଭାବରେ ବୁଲେଇ ଦେଲେ ଗୋଟେ ରୁମାଲ ଠୁ ବି ଆହୁରି ଛୋଟ ଇଏ ଆମର ହେଇଯାଉଛି। ଏତେ ବଡ ରୁଟି ରୁମାଲ ଠୁ ବି ଆହୁରି ଛୋଟ ହେଇଯାଉଛି, କାହିଁକି ନା ଏତେ ସଫ୍ଟ ଅଛି। ୟାକୁ ଆପଣ ଯଦି ଏମିତି ବି ରଖୁଛନ୍ତି 5ରୁ 6 ଘଣ୍ଟା, ତ ଏଇଟା ଟୋଟାଲି ହାର୍ଡ ହବନି। ବିନା ହଟକେସରେ ବି ମଧ୍ୟ ଇଏ ବହୁତ ବଢିଆ ରହିବ। ମୁଁ ଆଶା କରୁଛି ଭିଡିଓଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ।